ଟିକେ ନାଁଟା କ'ଣ ମୋସା କହିଲେ? ବିଷ୍ଣୁପୁର ପଞ୍ଚାୟତ ସରପଞ୍ଚ ମହେଶ୍ୱର ଜେନା। କ'ଣ ହେଇଛି ଘଟଣା କହିଲେ? କିଛି ହୀନ ଚକ୍ରାନ୍ତିକାରୀ ଲୋକ ବିଜେଡ଼ିର ସେ ସଭାପତି ସରୋଜ ଦାସ ଏବଂ ଏଠି ଚନ୍ଦ୍ରମୋହନ ଦାସ ହୀନ ଚକ୍ରାନ୍ତ କରି ମୋତେ ବଦନାମ କରିବା ପାଇଁ ଇଏ ଷଡ଼ଯନ୍ତ୍ର କରିଛନ୍ତି ଏବଂ ଆମର ଚାଉଳ 4 ଦିନ ହେଲା ଚାଉଳ ଦିଆ ଚାଲିଛି। ତେଣୁ ଚାଉଳଟା ହଠାତ୍ ଏଠି ଏଡିଏମ୍ ସାର୍ ଆସିକି ଏଠି ଚାଉଳ ଦେଖିଲେ ଯେ ଚାଉଳ ଆମର ଷ୍ଟକ୍ ଅଛି ଏବଂ ଆମର ଦେବକୁ 15 କୁଇଣ୍ଟାଲ ଚାଉଳ ଦେଇଥିଲି। ତେଣୁ ସେ ଚାଉଳକୁ ମୋତେ ଫେରି ଦିଆଯାଉ। ବିଷ୍ଣୁପୁର ପଞ୍ଚାୟତର ହରିଜନ ହେଉଛି 70% ଲୋକ। ତେଣୁ ସେ ଲୋକଙ୍କୁ ଚାଉଳ ଦେବା ପାଇଁ ମୋତେ ସୁଯୋଗ ଦିଆଯାଉ। ଲୋକେ ସେ ଚାଉଳ ନିଅନ୍ତୁ। ବହୁତ ବ୍ୟାକୁଳ ପରିସ୍ଥିତିର ଅଛି। ତାଙ୍କର ଆଜି କେତେ ଦିନ ହେଲା ଉପାସରେ ଅଛନ୍ତି। ଚାଉଳ ଏଠି ସରକାରଙ୍କ ତରଫରୁ ଚାଲୁଥିଲା ବେଳେ ହଠାତ୍ କରିକି ବନ୍ଦ କରିଛନ୍ତି। ଏଡିଏମ୍ ସାର୍ କହିଲେ ଯେ ଚାଉଳ ବର୍ତ୍ତମାନ ଏବେ ଉଞ୍ଚୁକା ସ୍ଥଗିତ ରହିଛି। ତେଣୁ ଆମେ ବୁଝିକି କହିବା ଚାଉଳ କେବେ ଦିଆଯିବ। ତେଣୁ ମୁଁ ସାମ୍ବାଦିକ ମାଧ୍ୟମରେ ଗଣମାଧ୍ୟମରେ ମୁଁ ଏତିକି ଅନୁରୋଧ କରୁଛି ସରକାରଙ୍କୁ ଯେ ମୋ ଚାଉଳଟା ବଣ୍ଟନ ହେଉ ଏବଂ ନେଇଥିବା ଚାଉଳ ମୋତେ ଫେରି ଦିଆଯାଉ ଏବଂ ହରିଜନ ଲୋକ କିଛି ପାଆନ୍ତୁ। ଏତିକି କହି ସମସ୍ତେ ପାଆନ୍ତୁ ଏତିକି କହି ଆପଣଙ୍କୁ ମୁଁ ସେଇଥିପାଇଁ ଏଠି ନିମନ୍ତ୍ରଣ କରିଥିଲି। ଏତିକି କହିଥିଲି। ଆପଣ ଯେଉଁ ଅଭିଯୋଗ ଆଣୁଛନ୍ତି ତାର କିଛି ସତ୍ୟାସତ୍ୟତା ରହିଛି ଆପଣଙ୍କ ପାଖରେ? ମୋ ପାଖରେ ସତ୍ୟାସତ୍ୟ ଅଛି। ମୁଁ ଯେତିକି ଗଭର୍ଣ୍ଣମେଣ୍ଟରୁ ଚାଉଳ ଆମ ବାଲିପାଳ ବ୍ଲକରୁ ଆଣିଛି। ତେଣୁ ମିଥ୍ୟା ଅଭିଯୋଗ ସେକ୍ରେଟାରୀ ନାଁର ଆମର ପଞ୍ଚାୟତ ପିଓ ନାଁର ସରପଞ୍ଚ ନାଁର ମିଥ୍ୟା ଅଭିଯୋଗ ରଖୁଛନ୍ତି। ତେଣୁ ମୁଁ ଯେତିକି ଚାଉଳ ଅଛି ତାର ସତ୍ୟାସତ୍ୟ ପ୍ରମାଣ ମୋତେ ରେକର୍ଡ଼ ମଧ୍ୟ ଆମର ପଞ୍ଚାୟତରେ ରହିଅଛି। ଆମର 4 ଦିନ ଚାଉଳ ଦିଆଯାଇଛି 21ଟା ୱାର୍ଡ ପାଖାପାଖି ଆହୁରି ରହିଛି 30% ଚାଉଳ ବିଷ୍ଣୁପୁର ପଞ୍ଚାୟତର ଲୋକ ପାଇବା ପାଇଁ ଅଛନ୍ତି। ତେଣୁ ଏଡିଏମ୍ କେବେ ବାକି ଅଛି ତାର ତଦନ୍ତ କରାଯାଇକି ଦିଆଯିବ। ପଠେଇଦେ ଏକୁରେଟ୍ କେତେ ଲୋକ ପାଇବାର ହକଦାର ଅଛନ୍ତି? ଆସ ମୋ ହ୍ୱାଟ୍ସଆପ୍ ପଠେଇଦେବେ।